ପ୍ରଶ୍ନ ନମ୍ବର 31। ଶାମ ସାହୁର ମହନ୍ତଙ୍କ ବିଷୟରେ ଏପରି ନକାରାତ୍ମକ ମନ୍ତବ୍ୟ ନିଜ ଚେଲାଠାରୁ ଶୁଣିବା ପରେ ଧୂଳିଆ ବାବା କ'ଣ କହିଲେ ଓ କ'ଣ କଲେ? ଆନ୍ସାର। ନିଜ ଚେଲାଠାରୁ ନିଜ ବିପକ୍ଷରେ ଶାମ ସାହୁର ମନ୍ତବ୍ୟ ଶୁଣିବା ସମୟରେ ମହନ୍ତ ବସି ଗଞ୍ଜେଇ ଭିଡ଼ୁଥିଲେ। ରାଗରେ ଖୁବ୍ ବଳରେ ଚିଲମଟା ଭିଡ଼ି ଦେଲେ। ଚିଲମଟା ଦପ୍ କରି ଜଳି ଉଠିଲା। ଚିପି ଚିପି କହିଲେ, ଦେଖ ଚେଲାମାନେ, ଆମେ ହୁକୁମ କରିବୁ, ଏଇ ଚିଲମ ନିଆଁ କଥା କହିବ। ପ୍ରଶ୍ନ ନମ୍ବର 32। ଚିଲମ ନିଆଁ କଥା କହିବ, ଏକଥା ଶୁଣି ଲୋକମାନଙ୍କ ପ୍ରତିକ୍ରିୟା କ'ଣ ଥିଲା? ସେମାନଙ୍କ ଏପରି ପ୍ରତିକ୍ରିୟା କାହିଁକି ହୋଇଥିଲା? ଆନ୍ସାର। ମହନ୍ତ ଯେତେବେଳେ କହିଦେଲେ, ଆମେ ହୁକୁମ କରିବୁ, ଏଇ ଚିଲମ ନିଆଁ କଥା କହିବ, ସେ କଥା ଶୁଣି ସେତେବେଳେ ଚେଲାମାନଙ୍କର ଆନନ୍ଦର ସୀମା ରହିଲା ନାହିଁ। କାରଣ ପୂର୍ବରୁ ଏପରି କଥା କେହି କହିନଥିଲେ କି ଏପରି ଘଟଣା କେବେ ପୂର୍ବରୁ ଘଟିନଥିଲା। ଚେଲାମାନଙ୍କ ଦୃଢ଼ ବିଶ୍ୱାସ ଥିଲା, ମହନ୍ତଙ୍କ ଆଜ୍ଞା ମେଣ୍ଟଣ ଅର୍ଥାତ୍ ଅନ୍ୟଥା ହେବାର ନୁହେଁ। ମହନ୍ତ କହିଛନ୍ତି ଯେତେବେଳେ ଚିଲମ ନିଆଁ ନିଶ୍ଚୟ କଥା କହିବ। କ୍ୱେଶ୍ଚିନ୍ ନମ୍ବର 33। ସେହି ଦିନ ମଧ୍ୟରେ କେଉଁ କଥା ହାଟ ହୋଇଯାଇଥିଲା? ଚିଲମ ନିଆଁ କଥା କହିବ, ମହନ୍ତଙ୍କ ମୁହଁରୁ ବାହାରିଥିବା ଏହି କଥା ସେହି ଦିନକ ମଧ୍ୟରେ ଦେଶଯାକ ହାଟ ହୋଇଯାଇଥିଲା। ଥୋଡ଼ାଏ ଚେଲା କହି ବୁଲୁଥିଲେ, ଧୂଳିଆ ବାବାଙ୍କୁ ପ୍ରଭୁଙ୍କର ସ୍ୱପ୍ନ ହୋଇଛି, ସେ ସିଦ୍ଧ ପୁରୁଷ ହୋଇଗଲେଣି, ତାଙ୍କ ଗଞ୍ଜେଇ ଚିଲମ କଥା କହିବ। ଆଉ ଥୋକେ ଚେଲା ପ୍ରକାଶ କଲେ, ନାହିଁ ଚିଲମ ନୁହେଁ, ଚିଲମ ନିଆଁ କଥା କହୁଛନ୍ତି। 10 ଜଣଙ୍କୁ ଆଜ୍ଞା ହେଲା, ସେ ନିଜେ ଶୁଣିକି ଆସିଛି। କ୍ୱେଶ୍ଚିନ୍ ନମ୍ବର 34। ଚିଲମ ନିଆଁ କଥା କହିବ, ଏକଥା ଦେଶସାରା ପ୍ରଚାରିତ ହେବା ପରଦିନ ସକାଳୁ କ'ଣ ହୋଇଥିଲା? ମହନ୍ତଙ୍କ ଚିଲମ ନିଆଁ କଥା କହିବା ଏକଥା ସାରା ଦେଶରେ ପ୍ରଚାରିତ ହେବା ପରଦିନ ସକାଳୁ ସଞ୍ଜ ଯାଏ ଶହ ଶହ ଲୋକଙ୍କ ଧାଡ଼ି ଲାଗିଗଲା। କାହାକୁ ବେମାର ଛାଡ଼ୁନାହିଁ, କାହାର ବଳଦ ହଜିଛି ମିଳୁନାହିଁ, କାହାର ମାମଲା ଦାୟର ଅଛି ଡିଗ୍ରୀ ହଉ। ଅନେକ ସ୍ତ୍ରୀଲୋକ ପାପୂଜା ପଠାଇଛନ୍ତି, ସେମାନଙ୍କ ପୁଅ ହେଉନାହିଁ, ଚିଲମ ପ୍ରଭୁ ବର ଦେଉନ୍ତୁ। ଏହିପରି ଲୋକେ ପାଦପୂଜା ପାଇଁ ଟଙ୍କା ଅଧୁଲି ଶୁକି ମହନ୍ତଙ୍କ ପାଦତଳେ ଦେଇ ଅଧିଆ ପଡ଼ିଥିଲେ। କ୍ୱେଶ୍ଚିନ୍ ନମ୍ବର 35। କେବେ କିପରି ବର ମିଳିବ ବୋଲି ଧୂଳିଆବା ଲୋକମାନଙ୍କୁ କହିଥିଲେ? ଚିଲମ ପ୍ରଭୁଙ୍କଠାରୁ ବର ପାଇବା ଆଶାରେ ଲୋକମାନେ ମହନ୍ତ ମହାରାଜଙ୍କ ନିକଟରେ ଶହ ଶହ ସଂଖ୍ୟାରେ ପହଞ୍ଚିଥିବାରୁ ମହନ୍ତ ମହାରାଜ ଆଜ୍ଞା କଲେ, ଉଠ ବାବାମାନେ, ଆମେ କିଛି କରିବୁ ନାହିଁ। ଏହି ଯେ ଆମ୍ଭର ଗଞ୍ଜେଇ ଚିଲମରେ ଅଗ୍ନି ଦେଖୁଛ, ସେଥିରେ ଧୂନି ସ୍ଥାପନ ହେବ। ସେହି ଧୂନିରେ ଅଗ୍ନିଦେବତା ବିଜେ କରିବେ, ସମସ୍ତଙ୍କର ଗୁହାର ଶୁଣି ବର ଦେବେ। ଆସନ୍ତା ଅଗିରା ପୁନେଇ ଦିନ ଅଗ୍ନିଦେବତା ସ୍ୱର୍ଗରୁ ବିଜେ ହୋଇ ପୃଥିବୀରେ ଭ୍ରମଣ କରିବେ। ଆମ୍ଭକୁ ସ୍ୱପ୍ନରେ ଆଜ୍ଞା କରିଛନ୍ତି, ଆମେ ଧୂନି ଥାପି ତାଙ୍କୁ ବିଜେ କରାଇ ରଖିବୁ। ଯାହାର ଯାହା ଗୁହାରି ଥିବ ପୂଜା ଦେଇ ଜଣାଇଲେ ତତ୍କ୍ଷଣାତ୍ ବର ମିଳିଯିବ। କ୍ୱେଶ୍ଚିନ୍ ନମ୍ବର 36। ଅଗ୍ନିଦେବତାଙ୍କ ପୂଜାର ବିଧାନ କ'ଣ ଥିଲା ବୋଲି ମହନ୍ତ କହିଥିଲେ? ମହନ୍ତଙ୍କ କହିବା ଅନୁଯାୟୀ ପୂଜାର ବିଧାନ ଅନୁଯାୟୀ ଧୂନିରେ 108 ଆହୁତି ଦିଆଯିବ। ସେଥିପାଇଁ ଖଣ୍ଡିଏ ନବବସ୍ତ୍ର, 5 ପା ଘିଅ, 55 ଭୋଗ, 55 ପୁଷ୍ପ, ଗାଦି ପୂଜା ଦକ୍ଷିଣା ଯାହାର ଶକ୍ୟ, କିନ୍ତୁ 5 ସୁକାରୁ ଊଣ ନୁହେଁ, ଏତକ ଦେଲେ ଯାଇ ତାଙ୍କ ପୂଜା ହେବ। କେଉଁ ଦିନ କେଉଁ ସମୟରେ କିପରି ଭାବରେ ଧୂନି ପୂଜା ଆରମ୍ଭ ହୋଇଥିଲା? ଅଗିରା ପୂର୍ଣ୍ଣିମା ଦିନ ଅର୍ଦ୍ଧରାତ୍ରିରୁ ଧୂନି ପୂଜା ଆରମ୍ଭ ହୋଇଥିଲା। ମହନ୍ତ ମହାରାଜ ଆହୁତି ଦେବାରୁ ଅଗ୍ନିଦେବତା ବିଜେ ହେଲେ। ଅଗ୍ନି ଧୁ ଧୁ ହୋଇ ଜଳିଲା। ଯାହାର ଯାହା ପ୍ରାର୍ଥନା ହାତ ଯୋଡ଼ି ଜଣାଇଲେ। ଧୂନି ଭିତରୁ ଅଗ୍ନିଦେବତା ଗମ୍ଭୀର ସ୍ୱରରେ ହଁ କି ନା ହେବ ଏପରି ଆଜ୍ଞା କରୁଥିଲେ। ସମସ୍ତଙ୍କ ସମ୍ମୁଖରେ ଏଭଳି ଘଟୁଥିବାରୁ କାହାର ଅବିଶ୍ୱାସର ଅବକାଶ ନଥିଲା। ଲୋକମାନେ ଶୁଣି ତାଟକା। ଭକ୍ତିରେ ଭକ୍ତମାନେ ଭୂଇଁରେ ପଡ଼ି ଗଡ଼ି ଯାଉଥିଲେ। ହରିଧ୍ୱନିରେ ମଠ ପରିବେଶ ଉଛୁଳି ପଡ଼ୁଥିଲା। କ୍ୱେଶ୍ଚିନ୍ ନମ୍ବର 38। ଧୂନି ପୂଜାରେ ଲୋକେ ବର ପାଉଛନ୍ତି ଶୁଣି ଶାମ ସାହୁ କାହିଁକି କ'ଣ କଲା? ଧୂନି ପୂଜାରେ ଲୋକମାନେ ଧୂନି ପୂଜା କରି ବର ପାଉଛନ୍ତି, ଏକଥା ଶାମ ସାହୁ ଶୁଣିଲା ପରେ
ନିଜେ ଭାରି ପସ୍ତେଇ ହେଲା। ଘର ଭିତରେ ଚିତ୍କାର କରି ମୁଣ୍ଡ ବାଡ଼ି ହେଲା। କାରଣ ସେ ଭାବୁଥିଲା ରାମ ଭାଇ ବି ପୂଜା ଦେଇ ପର ପାଇଯିବ, କିନ୍ତୁ ତାର ସର୍ବନାଶ ହେବ। ତାଙ୍କ ଦୁଇ ଭାଇଙ୍କର ଯେଉଁ ଇଜମାଲି ସମ୍ପତ୍ତି ଥିଲା ସେସବୁର ମୂଲ୍ୟ ପ୍ରାୟ ଲକ୍ଷରୁ ଅଧିକ ହେବ। ସବୁ ତାର ରାମ ଭାଇ ନେଇଯିବ। କୋଶ୍ଚିନ୍ ନମ୍ବର 39। ମହନ୍ତ ମହାରାଜ ଶାମ ସାହୁ ଉପରେ ଖପା ହୋଇ କ'ଣ କହିଥିଲେ? ଏକଳି ଯୁଗରେ ମହନ୍ତଙ୍କ ଆଉ କିଛି କରାମତ ନାହିଁ ବୋଲି ଶାମ ସାହୁ ଲୋକଙ୍କୁ କହିଥିଲା। ସେ କଥା ମହନ୍ତଙ୍କ କାନରେ ପଡ଼ିବାରୁ ସେ ଖୁବ୍ ରାଗିଯାଇ କହିଥିଲା, ଆଚ୍ଛା, ସେ ତେଲି ଟୋକାକୁ ଆମ୍ଭେ ଦେଖିବୁ। ସେ କଥା ଶୁଣିଲା ବେଳୁ ଶାମ ପୁରା ଡରି ଡରି ରହିଥିଲା, କାଳେ ମହନ୍ତଙ୍କର ବିଷ ଦୃଷ୍ଟି ତା ଉପରେ ପଡ଼ିଯିବ। କୋଶ୍ଚିନ୍ ନମ୍ବର 40। ଶାମ ସାହୁ ଧୂଳିଆ ବାବାଙ୍କ ପାଖକୁ କେତେବେଳେ ସାଙ୍ଗରେ କ'ଣ ନେଇ ଯାଇଥିଲା? ସେଠାରେ ସେ କ'ଣ କଲା? ମହନ୍ତ ମହାରାଜଙ୍କ ଗଞ୍ଜେଇ ପ୍ରସାଦ ସେବକମାନଙ୍କ ପରାମର୍ଶ ଅନୁଯାୟୀ ଶାମ ସାହୁ ବେଳ 6 ଘଡ଼ି ବେଳକୁ ମହନ୍ତ ମହାରାଜଙ୍କ ନିକଟକୁ ଯାଇଥିଲା। ସେତେବେଳେ ଧୂଳିଆ ବାବାଙ୍କୁ ବେଢ଼ି ସେବକମାନେ ବସିଥିଲେ। ମହନ୍ତ ଧୂଳିଟାରେ ବସି ଗଞ୍ଜେଇ ଭିଡ଼ୁଥିଲେ। ଜାଗାଟା ପୁରା ଧୂଆଁମୟ ହୋଇଯାଇଥିଲା। ଶାମ ସାହୁର ଛାତିଟା ଦାଉଁ ଦାଉଁ ଉଠୁଥିଲା। ଡରି ଡରି ସାଙ୍ଗରେ ନେଇଥିବା ମୁଠାଏ ଟଙ୍କା ପାଦପୂଜା ପାଇଁ ଝଣ୍ କରି ମହନ୍ତଙ୍କ ପାଦ ତଳକୁ ଫୋପାଡ଼ି ଦେଇ ଲମ୍ବ ହୋଇ ମହନ୍ତଙ୍କ ଗୋଡ଼ ତଳେ ପଡ଼ିଗଲା।